କୁନି ଗୋଲାପ। ଗରିବର ଭାତ ହାଣ୍ଡିରେ କେବଳ ପଖାଳକୁ ଆଳୁ ଚକଟା, ତା ଛଡ଼ା ବେଶୀ ହେଲେ ଶୁଖୁଆ ଭଜା ଥାଏ। ମୁଣ୍ଡ ଉପରେ ସୂର୍ଯ୍ୟ ଆସି ପହଞ୍ଚିଲେଣି। କାଳିଆ କସରା ବି ଜମିକୁ କାଦୁଅ କରି ହାଲିଆ ହୋଇଗଲେଣି। ବର୍ଷା ଦିନ କଥା। କୁନି ଆଜି ଗାଁକୁ ଆସିଛି। କାଖରେ 2.5 ବର୍ଷର ଛୁଆ। ବିଚାରୀଟା ହିନି କପାଡ଼ି। ଶାଶୁଘର ଲୋକେ ଯେଉଁଭଳି ତାକୁ ନିର୍ଯାତନା ଦେଉଥିଲେ, ଏ କଥା ଶୁଣି ଆଖିରେ ଲୁହ ଆସିଯାଉଛି। ଷୋଡ଼ଶୀ ତରୁଣୀ ରୂପ ଦେଖି ଦିନେ ମୁଁ କୁନିକୁ ମନ ଦେଇ ବସିଥିଲି। ବୟସର ଯୌବନରେ କୁନି ସେତେବେଳେ ସତେଜ କୁନି ଗୋଲାପ ଫୁଲ ପରି ଦେଖାଯାଉଥିଲା। ସମ୍ପୂର୍ଣ୍ଣ କାହାଣୀଟା କ'ଣ, ଆସନ୍ତୁ ଶୁଣିବା। ମୁଣ୍ଡ ଉପରେ ସୂର୍ଯ୍ୟ ଆସି ପହଞ୍ଚିଲେଣି। କାଳିଆ କସରା ବି ଜମିକୁ କାଦୁଅ କରି ହାଲିଆ ହୋଇଗଲେଣି। 1 ଏକର ଜମିକୁ କାଦୁଅ କରିବା ପାଇଁ ସକାଳୁ ଲାଗିଛି। ଆଉ ଅଳ୍ପ ବାକି ଅଛି। ବେଳିକିଆ କରି କାମ ସାରି ଚାଲିଯିବି। କାଲିକି ଆସିଲେ ତଳି ରୁଆଁ ଆରମ୍ଭ କରିବି। ହାଡ଼ଭଙ୍ଗା ଖଟଣି ଭିତରେ ପେଟରେ ଭୋକ ବି ଦେହରେ ଜୁଲୁମ କରିବା ଆରମ୍ଭ କରିଦେଲାଣି। ଆଉ 2.5 ଗୁଣ୍ଠ ଜମିକୁ କାଦୁଅ ନ କରି ଚାଲିଗଲେ ପୁଣି ଥରେ ପାଣି କାଦୁଅ ହେବାକୁ ପଡ଼ିବ। ବର୍ଷା ଦିନ କଥା। ଆଜି ପାଗ ଟିକେ ଭଲ ଅଛି। କଷ୍ଟ ହେଉ ପଛେ କାମ ସାରି ଦେବି। କାଳିଆ କସରାକୁ ଧରି ଆଗକୁ ଲଙ୍ଗଳ ଚଳେଇଲି। ପାଖ ବିଲ ହିଡ଼ ଉପରେ ମାଧିଆ ବସି ରହିଥାଏ। ସେ ବି ଆଜି ଲାଗୁଛି ବେଳିକିଆ କରିବ। ଏତିକି ବେଳେ ତାର ସ୍ତ୍ରୀ ହାତରେ ପୁଡ଼ିଆ ଧରି ଆସି ପହଞ୍ଚିଲା। ମାଧିଆ ଆଉ ମୋର ସମାନ ବୟସ ହୋଇଥିବାରୁ ଥଟ୍ଟାରେ ପଚାରିଲି, ଭାଉଜ, ଆଜି ଖାଇବାରେ କ'ଣ ହୋଇଛି କି? ସ୍ମିତ ହସି ଦେଇ ଭାଉଜ କହିଲେ, ଗରିବର ଭାତ ହାଣ୍ଡିରେ କେବଳ ପଖାଳକୁ ଆଳୁ ଚକଟା ଛଡ଼ା ବେଶୀ ହେଲେ ଶୁଖୁଆ ଭଜା ଥାଏ। ବାସ୍, ଏତିକିରେ ତ ଘର ଚଳୁଛି ମାସ ମାସ। ଆଜିକାଲି ଆଉ ଚାଷ କରି କ'ଣ ପେଟ ପୋଷି ହେବ? କୁହ ଶଙ୍କରା, ଦେଖୁଛ ତ, ମୂଲ ଲାଗିଲେ ମିଳୁଛି 400 ଟଙ୍କା, କିନ୍ତୁ ତେଲ କିଣିଲେ ଦେବାକୁ ପଡ଼ୁଛି 250 ଟଙ୍କାରୁ 20 ଟଙ୍କା କମ୍। କେମିତି ଘର ସଂସାର ଚଳିବ କୁହ? ସରକାର ପ୍ରଥମେ ପେଟ୍ରୋଲ ବଢ଼ାଇଲେ। ବିରୋଧୀ ପେଟ୍ରୋଲ ପାଇଁ ଓହ୍ଲାଇଲା କହୁଛନ୍ତି ସିନା, ଖାଇବା ସାମଗ୍ରୀ ପାଇଁ ସରକାରଙ୍କୁ ଘେରିବା ପାଇଁ ସମୟ ପାଉନାହାନ୍ତି। ଆଉ ଆମେ ଦାରିଦ୍ର୍ୟର ସୀମାରେଖା ତଳେ ବଞ୍ଚୁଥିବା ମଣିଷମାନେ ହିଁ ବଳି ପଡ଼ୁଛେ। ଭାଉଜ ଅଳ୍ପ ପଢ଼ିଛନ୍ତି, ହେଲେ କିନ୍ତୁ ସଂସାରର କ'ଣ ଘଟୁଛି ବେଶୀ ଭଲ ଭାବରେ ତାଙ୍କୁ ଜଣା। ତାଙ୍କ କଥାରେ ବି ବାସ୍ତବତା ଥିଲା। ସମ୍ମତି ଜଣାଇଲି। ଖଟି ଖାଇ ଯେତେ ଦିନ ପାରିବା ବଞ୍ଚିବା, ତେଣିକି ଭଗବାନଙ୍କର ଭରସା। ଏତକ କହି ବିଲକୁ କାଦୁଅ କରିବାରେ ବ୍ୟସ୍ତ ରହିଲି। ଏତିକି ବେଳେ ଭାଉଜ ମାଧିଆକୁ କହୁଥିଲେ, ଜାଣିଛ, କୁନି ଆଜି ଗାଁକୁ ଆସିଛି। ଗାଁ ସାରା ଲୋକେ ସେ ଆସିଲା ବେଳେ ରୁଣ୍ଡ ହୋଇଥିଲେ। ବିଚାରୀଟା ହିନି କପାଡ଼ି। ଭାଗ୍ୟ ଖରାପ ତାର। ତା ନହେଲେ ସାମଲ ଘର ଝିଅ ହୋଇ ଯେଉଁ ସୁଖ ସ୍ୱଚ୍ଛନ୍ଦରେ ଅଲିଅଳରେ ବଢ଼ିଥିଲା, ଆଜି ବିଚାରୀକୁ ବିଧବା ବେଶ ଆଦୌ ମାନୁନାହିଁ। କ'ଣ ବା ଆଉ କରିବ? ନିୟତି ଯାହା ଭାଗ୍ୟରେ ଲେଖିଥିବ ତାକୁ କିଏ ବା ବଦଳେଇ ପାରିବ? 2.5 ବର୍ଷର ଛୁଆକୁ କୋଳରେ ଧରି ଗାଁକୁ ଫେରିଛି। ସାମଲ ବୁଢ଼ାର ଟାଣପଣ ପାଇଁ ପୁଅମାନେ ଚୁପ୍ ରହିଲେ। 4 ପୁଅରେ 1 ଝିଅ ଥିଲା। ଅଭାବ ଅନାଟନ ବୋଲି କିଛି ଜାଣିନଥିଲା। ବିବାହ କେତେ ଧୁମଧାମରେ ତାର ହୋଇଥିଲା। ହେଲେ ସ୍ୱାମୀକୁ ହରେଇବା ପରେ ଶାଶୁଘର ଲୋକେ ଯେଉଁଭଳି ତାକୁ ନିର୍ଯାତନା ଦେଉଥିଲେ, ଏ କଥା ଶୁଣି ଆଖିରେ ଲୁହ ଆସିଯାଉଛି। ଭାଉଜଙ୍କୁ ଟିକେ ଧୀରେ କହିବା ପାଇଁ ମାଧିଆ କହୁଥାଏ, କାଳେ ମୋ କାନରେ କଥା ପଡ଼ିବ। କୁନି ଗାଁକୁ ଫେରି ଆସିଛି, ତାହା ପୁଣି 4 ବର୍ଷ ପରେ। ଏଇ ତ କାଲି ଭଳି ଲାଗୁଛି ସେ ଦିନ ସବୁ। ଷୋଡ଼ଶୀ ତରୁଣୀ ରୂପ ଦେଖି ଦିନେ ମୁଁ କୁନିକୁ ମନ ଦେଇ ବସିଥିଲି। ଗାଁରେ ତାଙ୍କ ପରିବାର ସହ ଆମର ସୂର୍ଯ୍ୟବନ୍ଧୁର ସମ୍ପର୍କ। ଦୁହେଁ ଜାତିରେ ଭିନ୍ନ ଥିଲୁ। ସିଏ ଥିଲା ଖଣ୍ଡାୟତ ଘର ଝିଅ, ଆଉ ମୁଁ ଚଷାଘର ପୁଅ। ହେଲେ ମୋ ବାପାଙ୍କର କୁନି ବାପାଙ୍କ ସହ ଭଲ ସମ୍ପର୍କ ଥାଏ। ସେଥିପାଇଁ ଦୁହେଁ ପିଲାଦିନୁ ସାଙ୍ଗସାଥି ହୋଇ ଖେଳକୁଦ, ପାଠପଢ଼ା ଏସବୁ କରୁଥିଲୁ। କୁନିର ଭଲ ପାଠ ହୁଏ, ଆଉ ମୁଁ ତ ମୂଳରୁ ଗଜମୂର୍ଖ ଥିଲି। ପାଠ ସବୁ ମୋ ମୁଣ୍ଡ ଉପର ଦେଇ ଚାଲିଯାଏ। ଯେତେ ବୁଝିବାକୁ ଚେଷ୍ଟା କଲେ ବି ପାଠ ମୋ ଦ୍ୱାରା ହେଉନଥାଏ। ବାପାଙ୍କ ଠାରୁ ବହୁତ ମାଡ଼ ଖାଇଛି, ହେଲେ ମୁଁ ବା କ'ଣ କରିବି? ଯେତେ ଚେଷ୍ଟା କଲେ ବି ପଢ଼ିକି ମନେ ରଖି ପାରୁନଥିଲି। କୁନିକୁ
ବାପା କହିଲେ ମୋତେ ଟିକେ ପାଠ ପଢ଼ାଇ ଦେବା ପାଇଁ। ଆଉ ସିଏ ମୁଣ୍ଡ ହଲାଇ ହଁ ବି ମାରିଲା। ଏଣିକି ସବୁଦିନ ଆସି କୁନି ସନ୍ଧ୍ୟାରେ ମୋତେ ପଢ଼ାଏ। ହେଲେ ମୋର ତ ମୁଣ୍ଡରେ ଗୋବର ଥିଲା। ମୋତେ ପାଠ ପଢ଼ାଇବାରେ କୁନି ବ୍ୟସ୍ତ ଥାଏ, ଆଉ ମୁଁ ତାକୁ ପାଖରେ ପାଇ ଖୁସି ହେଉଥାଏ। ଅନେକ ଥର କାନ ମୋଡ଼ିକି କୁହେ, ପାଠରେ ଧ୍ୟାନ ଦେ, ମୋତେ ଚାହିଁବା ଟିକେ ବେଶୀ ହୋଇଯାଉଛି। ନହେଲେ ମଉସାଙ୍କୁ କହି ତୋତେ ଉତ୍ତମ ମଧ୍ୟମ ଦେବାରେ ବନ୍ଦୋବସ୍ତ କରିଦେବି। ବାପାଙ୍କର ମାଡ଼ କଥା ଶୁଣିଲେ ଭୟରେ ମୁଁ ଥରେ। ସେଥିପାଇଁ ମୁଁ ଚୁପ୍ ରୁହେ, ଆଉ ମୁଣ୍ଡ ହଲାଇ ସବୁ ବୁଝିପାରୁଛି କୁହେ। ପାଠ ପଢ଼ାଇ ସାରିବା ପରେ କୁନି ଗଲାବେଳେ କୁହେ, ମୁଁ ଜାଣିଛି ଗୋବର ଗଣେଶ, ତୋ ମୁଣ୍ଡରେ ଖାଲି ପୋକ ଭର୍ତ୍ତି ଅଛି, ପାଠ ଟିକେ ପୁରା। କୁନି ଦେଖିବାକୁ ଦୁଧ ଅଳତା ରଙ୍ଗର ଥିଲା, ଆଉ ମୁଁ ଥିଲି କିଟିମିଟ କଳା। ସମସ୍ତେ ମୋତେ ପିଲାଦିନେ କାଉ କହି ଚିଡ଼ାଉଥିଲେ। କୁନି ବି ମୋତେ କାଉ ବୋଲି ଡାକେ। ମୋତେ ଦେଖିଲେ କୁନିର ମା କୁହନ୍ତି, ମୋ ଝିଅଠାରୁ ଦୂରେଇ ରହ, ତୋ ଦେହର ରଙ୍ଗ ଲାଗିଲେ ମୋ ଝିଅ ବି କଳା ଦେଖାଯିବ। କୁନି ବି ଏ କଥା ଶୁଣି ହସି ହସି ଗଡ଼ି ଯାଉଥିଲା। ଭଲ ମନ୍ଦ ବୁଝିବାର ବୟସ ମୋର ହୋଇନଥିଲା। ମୋ ହୁଣ୍ଡା ମନରେ ବି ଏସବୁ କିଛି ପଶେ ନାହିଁ। ଥଟ୍ଟା କରୁଛନ୍ତି ଭାବି ସହିଯାଏ। ପିଲାଦିନର ଧୂଳି ଖେଳର ସମ୍ପର୍କ ଧୀରେ ଧୀରେ ପ୍ରେମର ଆକର୍ଷଣରେ ପରିବର୍ତ୍ତନ ହେଲା। ମୋ ମନରେ କୁନି ପ୍ରତି ଦୁର୍ବଳତା ବଢ଼ିବାକୁ ଲାଗିଲା। କୁନିଙ୍କ ଘରକୁ ଯିବା ଆସିବାରେ ମୋର କୌଣସି ଅସୁବିଧା ହେଉନଥିଲା। ବୟସର ଯୌବନରେ କୁନି ସେତେବେଳେ ସତେଜ ଗୋଲାପ ଫୁଲ ପରି ଦେଖାଯାଉଥିଲା। ମାଟ୍ରିକରେ ସେ ଜିଲ୍ଲାରେ ପ୍ରଥମ ହୋଇ ବେଷ୍ଟ 10ରେ ପାସ୍ କଲା, ଆଉ ମୁଁ 10ମ ଶ୍ରେଣୀ ହିଡ଼ ଅଳ୍ପ ମାର୍କ ରଖି ପାସ୍ କରିଲି। କୁନି ଜିଲ୍ଲାରେ ପ୍ରଥମ ହୋଇଛି ଭାବି ମୁଁ ଖୁସି ହେଉଥିଲି। ଏହା ଭିତରେ ବାପାଙ୍କର ଦେହାନ୍ତ ହୋଇସାରିଥାଏ। ବାପା ସଂସାର ଛାଡ଼ି ଚାଲିଯିବା ପୂର୍ବରୁ କହିଥିଲେ, କୁନିର ବାପା ଯାହା କହିବେ ସବୁ ମାନିବୁ, କେବେ ବି ତାଙ୍କ ଭରସା ଭାଙ୍ଗିବୁ ନାହିଁ। ଆମ ଉପରେ ତାଙ୍କର ଅନେକ ଋଣ ଅଛି, ଆଉ ସେସବୁ ତୁ ହିଁ ଶୁଝିପାରିବୁ। ବୋଉର ଶ୍ୱାସ ରୋଗ ପାଇଁ କୁନିର ବାପା ଅନେକ ଥର ଟଙ୍କା ଦେଇ ଚିକିତ୍ସା କରାଇବା ପାଇଁ ବାପାଙ୍କୁ ସାହାଯ୍ୟ କରିଥିବାର ମୁଁ ନିଜେ ଦେଖିଥିଲି। ବାପାଙ୍କର ଶେଷ ଇଚ୍ଛାକୁ ମାନିନେଲି। ବାପାଙ୍କର ଦେହାନ୍ତ ପରେ ବୋଉକୁ ଧରି କେମିତି ଚଳିବି କିଛି ବୁଝିପାରୁନଥିଲି। କୁନିର ବାପା ଆସି ମୋତେ ଆଗକୁ ପଢ଼ିବାକୁ କହିଲେ। ମୋ ଦ୍ୱାରା ପାଠ ହେଉନଥିବାରୁ ଘରେ ରହି ବିଲବାଡ଼ି କାମ କରିବି ବୋଲି କହିଥିଲି। ଜମିବାଡ଼ି 8 ଏକର ଥିଲା। ପାଠଶାଠ ନ ହେବାରୁ ଚାଷ କାମ କରିବାକୁ ଲାଗିଲି। ଆଉ କୁନି କଲେଜ ଯାଇ ଆଗକୁ ପଢ଼ିଲା। ସହରରେ ରଖି ଝିଅକୁ ପଢ଼େଇବାକୁ କୁନିର ବାପାଙ୍କର ଜମାରୁ ବି ଇଚ୍ଛା ନଥିଲା। କୁନିକୁ ମଉସା ବହୁତ ଭଲ ପାଉଥିଲେ, ତେଣୁ ଗାଁ ପାଖ କଲେଜରେ ତା ନାଁ ଲେଖାଇ ଦେଲେ, ବିଜ୍ଞାନ ବିଭାଗରେ। ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଆଉ ସେ ପିଲାଳିଆମେର ଖେଳକୁଦର ବୟସ ନଥିଲା। ଦୁହେଁ ଥିଲୁ ବୟସର ରଙ୍ଗରେ ରଙ୍ଗିନୀ। କୁନିକୁ ଗାଁର କିଛି ପିଲା ମନେ ମନେ ବହୁତ ଭଲ ପାଉଥିଲେ। ଅନେକ ଥର ବି ଚେଷ୍ଟା କରିଛନ୍ତି ପଟେଇବା ପାଇଁ, କିନ୍ତୁ କୁନି ସମସ୍ତଙ୍କୁ ମନା କରିଦିଏ। କେବଳ ଗାଁରେ ମୁଁ ହିଁ ଜଣେ ଏଯାଏଁ ସାହସ କରି ମନ କଥା କହିପାରୁନଥିଲି। ତା ମାନେ ନୁହେଁ ଯେ ମୁଁ କୁନିକୁ ଭଲ ପାଉନଥିଲି। ଗାଁର ପିଲାମାନେ ପାଖକୁ ଆସି ମୋତେ କୁହନ୍ତି, ବୁଝିଲୁ ଶଙ୍କରା, ଯାହା କହ, କୁନି ମନରେ କେବଳ ତୁ ହିଁ ଅଛୁ। ତୋର ସିନା ରଙ୍ଗ କଳା, ହେଲେ ଆମ ସମସ୍ତଙ୍କୁ ଲାଗୁଛି ତୁ ହିଁ ତାର ମନର ହିରୋ। ଆଉ ସେମାନଙ୍କ କଥା ଶୁଣି ମୋ ମନରେ ବି କୁନି ପ୍ରତି ଦୁର୍ବଳତା ଆହୁରି ବଢ଼ିଯାଏ। ଗାଁ ଦାଣ୍ଡରେ କୁନି ଯେତେବେଳେ ନେଳିଆ ଚୁଡ଼ିଦାର ପିନ୍ଧି ବେଣୀରେ ଗୋଲାପ ହାର ଗୁନ୍ଥି ଚାଲିଯାଏ, ତାକୁ ଦେଖିଦେଲେ ମୋ ପ୍ରେମିକପଣରେ ପ୍ରେମର ଜୁଆର ହୃଦୟରେ କୂଳ ଲଙ୍ଘିବାକୁ ଲାଗେ। ଆଉ ଯେତେବେଳେ ମୋତେ ଚାହିଁ ତାର ଲାଲ ଲିପଷ୍ଟିକ୍ ଅଧର ଧାରରେ ତିରିଚି ଚାହାଣି ଦେଇ ହସିଦିଏ, ତା ପାଇଁ ହୃଦୟରେ ପ୍ରେମ ମୋର ଭରିଯାଏ। ମୋ ଜୀବନଠାରୁ ତାକୁ ବେଶୀ ଭଲ ପାଉଥିଲି, ହେଲେ ଓଠ ଖୋଲି କହିବାର ସାହସ ବି ମୋର ହେଉନଥାଏ। ସେଦିନ ବୋଉର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ କୁନି ଘରକୁ ବୁଲି ଆସିଥାଏ। ଆମ ଘରକୁ ଆସିବାରେ ବି ତାଙ୍କ ଘରେ ବାରଣ ନଥାଏ। କୁନିର ଭାଇମାନଙ୍କ ସହ ମୋର ସମ୍ପର୍କ ବହୁତ ଭଲ ଥାଏ। ମଉସା ବି ମୋତେ ବହୁତ ଭଲ ପାଉଥିଲେ। ବାପାଙ୍କର ଦେହାନ୍ତ ପରେ ସୁବିଧା ଅସୁବିଧାରେ ମୋର ଆସି ପାଖରେ ଠିଆ ହେଉଥିଲେ। ସେ ଦୃଷ୍ଟିରୁ ଆମ ଦୁହିଁଙ୍କର ସମ୍ପର୍କକୁ ସେମିତି କେହି ବି ଖରାପ ଦୃଷ୍ଟିରେ ଦେଖୁନଥିଲେ, କାରଣ ମୋ ଦେହର ରଙ୍ଗ ଆଉ କୁନିର ରୂପ ଭିତରେ ଥିଲା ବହୁତ ଫରକ। ତା ଛଡ଼ା ଦୁହେଁ ପିଲାଦିନର ସାଙ୍ଗ, ତେଣୁ ଆମ ଭିତରେ
ଏମିତି କିଛି ଥିବ ବୋଲି ବୋଧହୁଏ ତାଙ୍କ ପରିବାର ଲୋକ ଭାବୁନଥିଲେ। ବାହାରେ ପ୍ରବଳ ବର୍ଷା ହେଉଥାଏ। ବୋଉର ଶ୍ୱାସରୋଗ ଥିବାରୁ ସେ ଶୋଇ ରହିଥାଏ। ଚାହା କରି ପିଇବା ପାଇଁ କୁନିକୁ ଆଣିଦେଲି। ଅନେକ ଦିନ ପରେ ଦୁହେଁ ପାଖାପାଖି ଥିଲୁ। ତାର ପାଠପଢ଼ାରେ ବେଶୀ ସମୟ କଟିଯାଉଥିଲା। ଦେଖା ଚାହାଁ ଏତେ ବେଶୀ ହୋଇପାରୁନଥିଲା। ତା ପାଇଁ ଚକୋଲେଟ୍ ସବୁବେଳେ ମୋ ପକେଟରେ ଥାଏ। ମୁଁ ଜାଣେ ସେ ଚକୋଲେଟ୍ ଖାଇବାକୁ ପିଲାଟି ଦିନରୁ ବହୁତ ଭଲ ପାଏ। ସେଥିପାଇଁ ତା ସହ ଦେଖା ହେବା ମାତ୍ରେ ଯାହା ବି ଚକୋଲେଟ୍ ପାଖରେ ଥିବ ତୁରନ୍ତ ତାର ହାତକୁ ବଢ଼ାଇ ଦିଏ ଆଉ ସେ ହସିକି ହାତରୁ ନେଇ ଚାଲିଯାଏ। ତାର ସେଇ କ୍ଷଣକ ଚମକରେ ମୋ ଜୀବନରେ ଅମାବାସ୍ୟାରେ ବି ପୁନେଇର ଜହ୍ନ ଉଇଁ ଆସେ। ଅନେକ ଥର କୁନିକୁ ବୋହୂ ବେଶରେ ଦେଖିଛି ସ୍ୱପ୍ନରେ ମୋର। ହେଲେ ତାର ନିରୀହ ଆଖିକୁ ସାମ୍ନା କରିବାର ଶକ୍ତି ମୋର ନଥାଏ। ତାକୁ ଦେଖିଲେ ମୋ ପାଟି ଥଙ୍ଗେଇଯାଏ। ଦେହରୁ ଝାଳ ବହେ। ମନ କଥା ମୋର ମନରେ ରହିଯାଏ। ମୋ ନୀରବତାକୁ ଭାଙ୍ଗି କୁନି କହିଲା, ସେତେବେଳରୁ ଏମିତି ଚୁପ୍ ବସି ରହିଛୁ, କିଛି କହିବୁ ନା ମୁଁ ଚାଲିଯିବି? ବାହାରକୁ ଦେଖିଲି ବର୍ଷା କମି ନାହିଁ। ଆଉ ଟିକେ ରହ, ବର୍ଷା କମିଲେ ଚାଲିଯିବୁ। ହଁ, ତୋର ବା ମୋତେ ଆଉ କ'ଣ କହିବାକୁ ଅଛି ଯେ? ଯେତେବେଳେ ଦେଖ ଖାଲି ମୁଁ ଗପୁଥିବି ଆଉ ତୁ ବସି ମୁଣ୍ଡ ଟୁଙ୍ଗାରି ଶୁଣୁଥିବୁ। ତୋର ଏ ସ୍ୱଭାବ ପିଲାଟି ଦିନରୁ ବଦଳିଲା ନାହିଁ। ପିଲାଦିନର ଅନେକ ଅଭୁଲା ମୁହୂର୍ତ୍ତକୁ ମନେ ପକାଇବାରୁ କୁନି ଆଉ ଦୁହେଁ ମିଶି ହସୁଥିଲୁ। ଆରେ ହଁ ତ, ତତେ ଗୋଟେ କଥା କହିବାକୁ ଭୁଲି ଯାଇଛି। କେଉଁ କଥା? ମୋ ପାଇଁ ବାପା କେଉଁଠି ଭଲ ପ୍ରସ୍ତାବ ଦେଖିଛନ୍ତି। ପୁଅ ଇଞ୍ଜିନିୟର ଅଛି। ଭଲ ଘର କୁଆଡ଼େ ତାଙ୍କର ବୋଲି ବାପା କହୁଥିଲେ। ଆସନ୍ତା ଶୁକ୍ରବାର ଦିନ ଆମ ଘରକୁ ଦେଖିବାକୁ ଆସିବେ। ତୁ ସେଦିନ କୁଆଡ଼େ ଯିବୁ ନାହିଁ। ଆମ ଘରେ ଆରମ୍ଭରୁ ଶେଷ ଯାଏ ରହିବୁ। ତୁ ତ ମୋର ବେଷ୍ଟ ଫ୍ରେଣ୍ଡ। ଆଉ ତୋ ଛଡ଼ା ଏ ଗାଁରେ ମୁଁ ଆଉ କାହାକୁ ବି ବିଶ୍ୱାସ କରେ ନାହିଁ। ସେଥିପାଇଁ ମୋ ରାଣ ରହିଲା, ତୁ ଅବଶ୍ୟ ଆସିବୁ। କୁନିର କଥା ପ୍ରଥମ ଥର ଶୁଣିଲା ପରେ ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା। ମନ କଥା ନ କହିବାର ବି ଅବଶୋଷ ରହିଗଲା। କେମିତି କହିବି ଭାବିବା ଭିତରେ ଏତେ ବର୍ଷ କେବଳ ଭାବନାରେ ବିତିଗଲା। ହେଲେ ମୁହଁ ଖୋଲି କହିବାର ସାମର୍ଥ୍ୟ ମୋର ନଥିଲା। ଆଜି ତା ମୁହଁରେ ମୋ ପ୍ରତି ଟିକେ ବି ସମବେଦନା ନାହିଁ। ବାହାଘର ପ୍ରସ୍ତାବ ଶୁଣି ସେ ବି ଖୁସି ଅଛି। ସେ କ'ଣ ମୋତେ ପସନ୍ଦ କରେ? ମୁଁ ମନ କଥା କହିଲେ ସେ କ'ଣ ମୋତେ ଗ୍ରହଣ କରିନେବ? ହୁଏତ ଏ କଥା ମୋତେ ଜଣା ନାହିଁ। ଏକତରଫା ପ୍ରେମୀ ହୋଇ ରହିବା ବୋଧହୁଏ ଭାଗ୍ୟରେ ଲେଖା। ଏ କଳା ରଙ୍ଗ ହିଁ ଆଜି ମୋର ପ୍ରେମର ବାଧକ। କୁନିଙ୍କର ମା' ବି ମୋତେ ଅନେକ ଥର କଳା କହି ଆକ୍ଷେପ କରିଛନ୍ତି। ଆଉ କୁନି ଯଦି ମୋତେ ଚାହୁଁଥାନ୍ତା ତେବେ ସେ ବାହାଘର ପାଇଁ ରାଜି ହୋଇନଥାନ୍ତା। ମନ କଥା ଆଜି ନ କହିଲେ ହୁଏତ ଆଉ କହିପାରିବି ନାହିଁ। ମନରେ ସାହସ ବାନ୍ଧିଲି। ହୃଦୟରେ ଚାପି ରଖି ବଞ୍ଚିବା ଅପେକ୍ଷା ମନ କଥା ଖୋଲି କହିଦେବାରେ ବା ଆପତ୍ତି କ'ଣ? ଥଙ୍ଗ ଥଙ୍ଗ ହୋଇ କହିଲି, ତତେ କିଛି କହିବାକୁ ଚାହୁଁଛି। ହଁ, କହୁନୁ, କ'ଣ କହିବୁ ମୋତେ? ମୁଁ ମାନେ କ'ଣ? ଖାଲି ମୁଁ ଆଉ ମାନେ? ମୁଁ ମାନେ ହେଉଛୁ? ଆଗକୁ କିଛି କହିବୁ ନା ନାହିଁ? ମୁଁ ତତେ ବହୁତ ଭଲ ପାଏ। ବାହା ହେବା ପାଇଁ ଚାହେଁ। ଗୋଟିଏ ନିଶ୍ୱାସରେ ଏହା କହି ପାଟିରେ ଗାମୁଛା ଦେଇ ମୁଣ୍ଡ ନୁଆଇ ଦେଲି। ମୋ କଥା ଶୁଣି କୁନି କିଛି ସମୟ ଚୁପ୍ ରହିଲା। ତା ଆଖିରେ ଲୁହ ଦେଖି ସହିପାରିଲି ନାହିଁ। ମୋର ଭୁଲ ହୋଇଯାଇଛି କହିଲି। ସେ ଛଳ ଛଳ ଆଖିରେ କହିଲା, ଏଇ ପଦକ କହିବାକୁ ତତେ ଏତେ ଦିନ ଲାଗିଗଲା? ଆଜି ଯେତେବେଳେ ସବୁ କିଛି ସ୍ଥିର ହୋଇସାରିଲାଣି ତୁ ମୋତେ ଭଲ ପାଉ ବୋଲି କହୁଛୁ। ତୋ ଉପରେ ମୋର ଭରସା ଥିଲା। ଭାବିଥିଲି ଦିନେ ନିଶ୍ଚୟ ତୁ ମୋତେ କହିବୁ। ପିଲାଦିନର ବୋହୂ ବୋହୁକା ଆଉ ସଢ଼େଇ ଖେଳରୁ ଦିନେ ତୁ ମୋତେ ସତ ସତିକା ସ୍ତ୍ରୀ କରି ନେବୁ। ବହୁତ ଅପେକ୍ଷା କରିଲି ତୋତେ। ତୋଠାରୁ ଏଇ ଅଢ଼େଇ ଅକ୍ଷର ଶୁଣିପାରିଲି ନାହିଁ ବୋଲି ମନ ଭିତରେ ଅବଶୋଷ ରହୁଥିଲା। ସେଦିନ ବାହାଘର ପ୍ରସ୍ତାବ କଥା ବାପା ପଚାରିବାରୁ ମନା କରିପାରିଲି ନାହିଁ। ତୁ ତ ଜାଣିଛୁ ସେ କେମିତିକା ଲୋକ, କିଛି ବୁଝିବେ ନାହିଁ। ତା ଛଡ଼ା ବୋଉ ମୁହଁରୁ ବି ତୋ ଦେହର କଳା ରଙ୍ଗ ନେଇ ଅନେକ ଆକ୍ଷେପ ଶୁଣିଛି। ଭାବିଲି ମନ କଥା କହିଦେବି ତାଙ୍କୁ। କିନ୍ତୁ ବୋଉ ପାଖକୁ ଆସି କହିଲା, ମୋ ଝିଅ କେବେ କ'ଣ ଆମ କଥାରୁ ଓହରି ଯାଇଛି କି? ତୁମେ ପୁଅ ଘରବାଲାଙ୍କୁ ଆସିବାକୁ କୁହ। ପିଲାଦିନରୁ ଥିବା ତୋ ପ୍ରତି ଭଲ ପାଇବାକୁ ହରେଇବା ଦୁଃଖରେ ଭାଙ୍ଗି ପଡ଼ିଲି। ଭାବିଲି ସବୁ ଶୁଣି ସାରିଲା ପରେ କାଳେ ଭାଇମାନେ ତୋର କିଛି ଅନିଷ୍ଟ କରିବେ। ମନକୁ ଭୟ ହେଲା। ଦୁଇ ପରିବାରରେ
ଭୁଲ ବୁଝାମଣା ହୋଇ ସମ୍ପର୍କ ତୁଟିଯାଉ ଏ କଥା ମୁଁ ଚାହୁଁନଥିଲି। ମୁଁ ଜାଣେ ବାପା ତତେ ବହୁତ ଭଲ ପାଆନ୍ତି। ମଉସାଙ୍କର ଦେହାନ୍ତ ପରେ ସେ ତେତେ ନେଇ ଖୁବ୍ ଚିନ୍ତିତ ରହୁଥିଲେ। ଆଉ ଆମ ବିବାହ କଥା ଶୁଣି ସେ ତତେ ଭୁଲ ବୁଝନ୍ତୁ ମୁଁ ଚାହୁଁନଥିଲି। ସେଥିପାଇଁ ଦୁଇ ପରିବାରର ମଙ୍ଗଳ ପାଇଁ ଚୁପ୍ ରହିଲି। ମିଛରେ ଖୁସି ହେବାର ଅଭିନୟ କଲି। ବୁଝିଲୁ, ଆମେ ଦୁହେଁ ଜୀବନ ତମାମ ଭଲ ବନ୍ଧୁ ହୋଇ ରହିପାରିବା ସିନା, ତାଠାରୁ ଆଗକୁ ଆଉ ବେଶୀ ଆଗେଇ ପାରିବା ନାହିଁ। ମୋତେ କ୍ଷମା କରିଦେବୁ। ବାପାଙ୍କୁ କଥା ଦେଇ ସାରିଛି, ତାଙ୍କ ମନ ଭାଙ୍ଗି ପାରିବି ନାହିଁ। ତୁ ବି ଭୁଲିଯା ମୋତେ। ଭଲ ଝିଅ ଦେଖି ବାହା ହୋଇ ଘର ସଂସାର କର। ପିଲାଦିନର ସଢ଼େଇ ଖେଳର ମିଛିମିଛିକା ସମ୍ପର୍କ ଆମର ସେମିତି ଥାଉ। କିଛି ସମୟ ନୀରବ ରହିଲା ପରେ କୁନି ବାହାରିଲା ଯିବା ପାଇଁ। ମୋ ଆଖିରେ ଲୁହ ବସା ବାନ୍ଧି ସାରିଥାଏ। କୁନିକୁ ଶେଷ ଥର ପାଇଁ ପାଖରୁ ଭଲ ଭାବରେ ଦେଖିନେଲି। ହୁଏତ ଏହା ପରେ ସେ ଆଉ କାହାର ହୋଇଯିବ। କାହିଁକି ମୁଁ ଆଗରୁ କହୁନଥିଲି ଭାବି ମନ ଦୁଃଖ କରି କାନ୍ଦୁଥିଲି। ବୋଉ ପାଖ ଘରେ ଶୋଇ ଏସବୁ ଶୁଣି କହିଲା, ବାବୁରେ, କୁନି ଠିକ୍ ବୁଝିଛି। ଏମିତି ନ ହେଉ ଦୁଇ ପରିବାରର ଭଲ ସମ୍ପର୍କ ଖରାପ ହେଇଯାଉ। ତୁ ମନରୁ ଏସବୁ କଥା କାଢ଼ିଦେ। ସିଏ ବି ଆଉ କିଛି ନ କହି ଚାଲିଗଲା। ମୋ ମନକୁ ଏକ ଶକ୍ତ ଧକ୍କା ଲାଗିଲା। କ'ଣ କରିବି ବୁଝିପାରୁନଥିଲି। କୁନିକୁ ହରେଇବାର ଦୁଃଖକୁ ସହିପାରୁନଥିଲି। ବାପାଙ୍କର କଥା ମନେ ପଡ଼ୁଥିଲା। ଯାହା ବି ହୋଇଗଲେ ତାଙ୍କ ପରିବାରର କୌଣସି ଅନିଷ୍ଟ ହେବାକୁ ଦେବି ନାହିଁ ବୋଲି କଥା ଦେଇଥିଲି। ଆଉ ଯଦି ଆମ କଥା ତାଙ୍କ ଘରେ ଲୋକ ଜାଣିବେ ତେବେ ସେମାନେ ଆଉ ମୋତେ ବିଶ୍ୱାସ କରିବେ ନାହିଁ। ମଉସା ଦେଇଥିବା ଟଙ୍କାର ଋଣ ବି ସୁଝି ପାରୁନଥିଲି। ଆଉ ଆଜି ତାଙ୍କ ଝିଅର ହାତ କେଉଁ ମୁହଁ ନେଇ ମାଗିବି? ତାଙ୍କ ପରିବାର ସହ ମୁଁ ସମସ୍କନ୍ଦ ନଥିଲି। ସେଥିପାଇଁ ମନକୁ ମାରି ଚୁପ୍ ରହିବା ଉଚିତ ହେବ ଭାବିଲି। ଏହା ଭିତରେ କୁନିର ବାହାଘର ଠିକ୍ ହୋଇଗଲା। ଆଉ ଆମ ପିଲାଦିନର ଧୂଳି ଖେଳ ବି ସମାପ୍ତ ହୋଇଗଲା। କୁନି ବାହା ହୋଇ ଶାଶୁଘର ଚାଲିଗଲା। ଆଉ ମୁଁ ପୋଡ଼ା ଭାଗ୍ୟକୁ ଆଦରି ଘରେ ଜୀବିତ ଶବ ହୋଇ ପଡ଼ି ରହିଲି। ଆଜି ଅନେକ ଦିନ ପରେ କୁନି ଫେରିଛି। ତାକୁ ବହୁତ ଦିନ ହେଲା ଦେଖିପାରିନଥିଲି। ଏହା ଭିତରେ କାମ ସରିଯାଇଥାଏ। କାଳିଆ କସରାଙ୍କୁ ଧରି ତରତର ହୋଇ ବିଲରୁ କାଦୁଅ ହୋଇ ସେମିତି ଘରକୁ ବାହାରିଗଲି। ବଳଦଙ୍କୁ ଘରେ ବାନ୍ଧି ସାରିଲା ପରେ ଦେହ ହାତ ଭଲସେ ଧୋଇ ହୋଇଛି କି ନାହିଁ କୁନିକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ତା ଘରକୁ ଚାଲିଗଲି। ଘର ସାମ୍ନାରେ ପହଞ୍ଚିଛି କି ନାହିଁ ଭିତରୁ ପାଟିତୁଣ୍ଡ ଶୁଣିବାକୁ ମିଳିଲା। ପୁଅମାନେ ମିଶି କୁନିର ବାପାଙ୍କୁ ଗାଳି କରୁଥିଲେ। ଆଉ କୁନିକୁ ନେଇ ତା ଶାଶୁଘରେ ଛାଡ଼ି ଦେଇ ଆସିବା ପାଇଁ କହୁଥିଲେ। ମଉସାଙ୍କର ପୁଅମାନେ ବିବାହିତା ଥିଲେ। ପତ୍ନୀମାନଙ୍କ କଥାରେ ପଡ଼ି ଭଉଣୀକୁ ଅସହାୟ ଅବସ୍ଥାରେ ଦୂରେଇ ଦେଉଥିଲେ। ଏସବୁ ଶୁଣି ଦୌଡ଼ି ଯାଇ ସେମାନଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିବାରୁ ସେମାନେ ମୋତେ ବାହାର ଲୋକ କହି ଘରୋଇ କଳହରୁ ଦୂରେଇ ରହିବାକୁ କହି ଧମକ ଦେଲେ। ରାଗରେ ମଉସା କହିଲେ, ତୁମ ପରି ପୁଅ ମୋର ଦରକାର ନାହିଁ। ମୋ ଝିଅକୁ ନେଇ ମୁଁ ରହିବି। ଯାହାର ଅସୁବିଧା ହେଉଛି ସେ ମୋ ଠାରୁ ଭିନ୍ନ ହେଇଯାଅ। ଦେଖୁ ଦେଖୁ ସମସ୍ତେ ଅଲଗା ରହିବାର ନିଷ୍ପତ୍ତି ମଉସାକୁ ଶୁଣେଇଦେଲେ। ଅଗଣାରେ ପଡ଼ିଥିବା ଫିତା ଖଟ ଉପରେ ମଉସା ଥମ୍ କରି ବସି ପଡ଼ିଲେ। ପାଖରେ ବସି କୁନି ପୁଅକୁ ଧରି କାନ୍ଦୁଥାଏ। ଝିଅର ମୁଣ୍ଡକୁ ଆଉଁସି ଦେଇ ମଉସା କହିଥିଲେ, ତୁ କାହିଁକି ଖାଲିଟାରେ ବ୍ୟସ୍ତ ହେଉଛୁ ରେ ମା? ଏବେ ତ ତୋ ବାପା ବଞ୍ଚିଛି। ତୋ ଭାଇମାନେ ନ ପଚାରିଲେ କ'ଣ ହେଲା? ତୁ ମୋ ଭାଗରେ ଏଇଠି ମୋ ପାଖରେ ରହିବୁ। ପାଖରେ ଠିଆ ହୋଇ କୁନିକୁ ଧଳା ଶାଢ଼ୀରେ ଦେଖି ମୋ ଆଖି ଛଳଛଳ ହୋଇ ଆସୁଥାଏ। ଯାହାକୁ ଦିନେ ହଳଦୀ ରଙ୍ଗର ଚୁଡ଼ିଦାର ଡ୍ରେସ୍ରେ ଦେଖି ଆଖି ଝଲସି ଉଠୁଥିଲା, ଆଜି ତା ଦେହରେ ଧଳା ବସ୍ତ୍ର। ସତରେ ନିୟତି କେତେ ନିର୍ଦ୍ଦୟ। ପୁଅମାନଙ୍କ ଉପରେ ରାଗିକି ମଉସା ମାଉସୀ ଅଲଗା ରହିଲେ କୁନିକୁ ସାଥିରେ ଧରି। ସ୍ୱାମୀକୁ ହରାଇ କୁନି ମନରେ ଗଭୀର ଆଘାତ ଲାଗିଥାଏ। ମାନସିକ ସନ୍ତୁଳନ ତାର ଠିକ୍ ରହୁନଥାଏ। ନିଜ ପିଲାର ବି ଯତ୍ନ ନେବା ତା ପକ୍ଷେ ସମ୍ଭବ ନଥିଲା। ପାଗେଳି ପରି ବ୍ୟବହାର କରିବାକୁ ଲାଗିଲା। ମଉସା ଆଉ ମୁଁ ମିଶିକି କୁନିର ଚିକିତ୍ସା ପାଇଁ ମେଡ଼ିକାଲ ନେଇଗଲୁ। ମାନସିକ ସ୍ତରରେ ଆଘାତ ପାଇଥିବା କାରଣରୁ ବ୍ୟଥିତ ଅଛନ୍ତି। ସେଥିପାଇଁ ତାଙ୍କର ମାନସିକ ଯନ୍ତ୍ରଣାକୁ ଦୂର କରିବାକୁ ହେବ। ଦୁଃଖଠାରୁ ତାଙ୍କୁ ଦୂରେଇ ରଖିବାକୁ ଉପଦେଶ ଦେବା ସହ ଡାକ୍ତର ଔଷଧ ଦେଲେ। କୁନିର ମନରେ ପରିବର୍ତ୍ତନ ପାଇଁ ମଉସାଙ୍କୁ ଅନୁରୋଧ କରି ତାର ଦାୟିତ୍ୱ ନିଜ ଉପରକୁ ନେଲି। ପିଲାଦିନର ସେହି ଜୀବନ୍ତ ଅତୀତକୁ ଆଉ ଥରେ କୁନି ସମ୍ମୁଖରେ ଜୀବନ୍ତ କରିବାର ପ୍ରୟାସ କରିଲି। ଏ ଭିତରେ ଔଷଧ ସହ ତାର ମାନସିକ ଚାପ କମ୍ ହେବା ଦ୍ୱାରା
ସେ ଧୀରେ ଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଲେ। ଏହା ଦେଖି ମଉସା ମାଉସୀ ବି ଖୁସି ହେଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାକୁ 6 ମାସ ଲାଗିଲା। ତାର ଜୀବନ ସ୍ୱଭାବ ହେଲା ପରେ ମଉସା ପୁଣି ଥରେ ଦ୍ୱିତୀୟ ବିବାହ କରାଇବା ପାଇଁ କୁନିର ସ୍ଥିର କରିଲେ। ଆଉ ମୋତେ ବି କହିଲେ ଯେ କୁନିକୁ ବୁଝେଇବାର ଦାୟିତ୍ୱ ମୋର ବୋଲି। କୁନି ଦ୍ୱିତୀୟ ବିବାହ କରିବା କଥା ଶୁଣି ରାଗରେ ମୋତେ ଗାଳି କରିଲା। ମୋ ମୁହଁ ଚାହିଁବ ନାହିଁ ବୋଲି ମୁହେଁ ମୁହେଁ ଶୁଣେଇଦେଲା। ମାଉସୀ ମୁଣ୍ଡ ଛୁଆଇଁ ରାଣ ଦେବାରୁ ବାଧ୍ୟ ହୋଇ ହଁ ଭରିଲା। ଯେତେ ପ୍ରସ୍ତାବ ଆସୁଥିଲା କୁନି କୋଳରେ ପିଲାଟିକୁ ଦେଖି ସମସ୍ତେ ମନା କରିଦେଉଥିଲେ। ଆଉ ଯିଏ ରାଜି ହେଉଥିଲେ ଅଧିକ ଯୌତୁକ ଡିମାଣ୍ଡ କରୁଥିଲେ। ଆଉ ମଉସା ବି ଦେବା ପାଇଁ ସକ୍ଷମ ନଥିଲେ। ବଢ଼ିଲା ଝିଅକୁ ବିଧବା ବେଶରେ ଦେଖି ମଉସା ଖୁବ୍ ଚିନ୍ତିତ ରହୁଥିଲେ। ତାଙ୍କ ମନରେ କେବଳ କୁନିର ଭବିଷ୍ୟତ କ'ଣ ହେବ ସେ କଥା ସବୁବେଳେ ଚାଲୁଥାଏ। ଧୀରେ ଧୀରେ ତାଙ୍କର ବି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ସବୁଆଡ଼ୁ ନିରାଶ ହେବା ପରେ ଦିନେ ପାଖକୁ ଡାକି ମଉସା କହିଲେ, ଶଙ୍କରାରେ ମୋର ଗୋଟେ କଥା ରଖିବୁ? ନିଶ୍ଚୟ ରଖିବି ମଉସା, ଆପଣ କାଲି କହିକି ଦେଖନ୍ତୁ। ତୋ ବାପାଙ୍କ ସହ ମୋର ବନ୍ଧୁତ୍ୱର ସମ୍ପର୍କ। ସେ ଭାରି ଭଲ ଲୋକ ଜଣେ ଥିଲେ। ତୋ ଉପରେ ମୋର ବିଶ୍ୱାସ ଅଛି। ମୋତେ କଥା ଦେ ଆଗ, ତାପରେ କହିବି। ମଉସାଙ୍କୁ କଥା ଦେଲା ପରେ କୁନିକୁ ବିବାହ କରିବାର ପ୍ରସ୍ତାବ ମୋତେ ଦେଲେ। ହାତ ଯୋଡ଼ି ବି ଅନୁରୋଧ କରିଲେ। ଏତେ କମ୍ ବୟସରେ ଝିଅକୁ ଧଳା ଶାଢ଼ୀରେ ଦେଖିପାରିବି ନାହିଁ ବୋଲି କହିଲେ। ତୋର ସବୁ ଋଣକୁ ମୁଁ ଛାଡ଼ କରିଦେବି ଯଦି ତୁ ମୋର ଜ୍ୱାଇଁ ହେବୁ। ମଉସାଙ୍କର ନିବେଦନ ଶୁଣି କୁନି କ'ଣ ରାଜି ହେବ ବୋଲି ପଚାରିଲି। ସେ ସବୁ ତାଙ୍କ ଉପରେ ଛାଡ଼ିଦେବା ପାଇଁ କହିଲେ। କୁନି ବି ଦୂରେ ଠିଆ ହୋଇ ସବୁ ଶୁଣୁଥାଏ। ତା ଆଖି ସହ ମୋ ନଜର ମିଶିଲା ପରେ ପ୍ରଥମ ଥର ପାଇଁ ତାର ନଜର ତଳମୁହାଁ ହୋଇଲା। ପୁଅକୁ ନେଇ ଘର ଭିତରକୁ ଲାଜରେ ଚାଲିଗଲା। କିନ୍ତୁ ମୋତେ ବିବାହ କରିବା ପାଇଁ ସେ ମୋ ସମ୍ମୁଖରେ ସର୍ତ୍ତ ରଖିଲା। ବିବାହ ପରେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ମୁଁ ବାଧ୍ୟ କରିବି ନାହିଁ। ଆଉ ତାର ପୁଅକୁ ହିଁ ବାପାର ପରିଚୟ ଦେବି। ନିଜର ସନ୍ତାନ ପାଇଁ କେବେ ବି କହିବି ନାହିଁ। କୁନିକୁ ମୁଁ ପାଇବା ପାଇଁ ଚାହୁଁଥିଲି। ଆରମ୍ଭରୁ ପ୍ରେମ ତ ହୃଦୟରେ ଥିଲା, ଆଉ ଆଜି ଦହିକ କେଉଁଠି ଆସିଲା? ମୁଁ ମନ କଥା ବି ତାକୁ ଶୁଣେଇଦେଲି। ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲୁ। ଆଜି ଦୁହେଁ ଆମେ ଗୋଟିଏ ଡୋରିରେ ବନ୍ଧା। ଶାରୀରିକ ସ୍ତରରେ ସମ୍ପର୍କ ନଥିଲେ ବି ଦୁହେଁ ମାନସିକ ସ୍ତରରେ ବନ୍ଧା। ମଉସା ଆଉ ମାଉସୀଙ୍କୁ ଆଣି ପାଖରେ ରଖିଲି। ଏହା ଦେଖି କୁନି ବି ଖୁସି ହେଲା। ଦୁହେଁ ପୁଅ ସହ ଖେଳୁଥିଲୁ। କୁନିର ପୁଅଟା ଦେଖିବା ପାଇଁ କୁନି ପରି ଗହମ ରଙ୍ଗର ହୋଇଥାଏ। ପୁଅକୁ କୋଳରେ ଧରି କୁନିର ମା' କହୁଥିଲେ, ମୋ ନାତି ଟୋକାଠାରୁ ଦୂରେଇ ରହିବୁ, ନହେଲେ ତୋର କଳା ରଙ୍ଗରେ ମୋ ନାତି କଳା ହୋଇଯିବ। କୁନି ଆଉ ମୁଁ ଦୁହେଁ ଏହା ଶୁଣି ହସୁଥିଲୁ। বন্ধুগণ আশা করছু আপনার এই কাহিনীটি নিশ্চয় পছন্দ আসিথিব। কাহিনীটি পছন্দ আসিলে আমার এই চ্যানেলকে লাইক এবং শেয়ার করে দিয়ন্তু। হ্যাঁ, যদি আমার এই চ্যানেলকে নূয়া করি আসিছন্তি চ্যানেলটিকে সাবস্ক্রাইব করিবা সঙ্গে সঙ্গে বেল আইকনকে দবাই অল বটনটিকে চিপি দিয়ন্তু। যেতেবেলে বি এইভଳି ভিডিও আমার চ্যানেলে আসিব সর্বপ্রথমে আপনার পাখকু নোটিফিকেশন যাব। পুଣି দেখা ହେବ আগামী ভিডিওরে ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।